ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ଅନ୍ନପୂର୍ଣ୍ଣା ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ସ୍ୱାଗତ। ସାଙ୍ଗମାନେ ଆଜିର ଯେଉଁ ରେସିପି ଆଣିଛି ଛଚିନ୍ଦ୍ରା ରେସିପି, ଛଚିନ୍ଦ୍ରା ମସଲା ରେସିପି ବହୁତ ଭଲ ଲାଗେ। ଏ ଯେଉଁ ଛଚିନ୍ଦ୍ରା ମସଲା ଆଜି ଆମେ ବନେଇବା, ଯେଉଁମାନେ ନ ଖାଆନ୍ତି ଛଚିନ୍ଦ୍ରା, ଏ ରେସିପିଟା ଯଦି ଆପଣ ବନେଇବେ ଥରେ ଖାଇଲେ ସବୁବେଳେ କହିବେ କି ଏମିତି ବନେଇବା ପାଇଁ ଛଚିନ୍ଦ୍ରା, ଆଉ ନ ଖାଇବା ଲୋକ ମାଗିକି ଖାଇବେ। ସାଙ୍ଗମାନେ ଭିଡ଼ିଓଟା ଆରମ୍ଭ କରିବା ପୂର୍ବରୁ ଗୋଟେ ଛୋଟ ଅନୁରୋଧ, ଯଦି ଆପଣମାନେ ଚ୍ୟାନେଲରେ ନୂଆ, ପ୍ରଥମେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତ ଏଇଠି ଦେଖନ୍ତୁ, ମୁଁ କିଛି ଛଚିନ୍ଦ୍ରା ନେଇଛି ଆଉ କିଛି ଆଳୁ ନେଇଛି। ଛଚିନ୍ଦ୍ରାକୁ ମୁଁ ପ୍ରଥମେ ଭଲ ଭାବେ ଧୋଇ ନେଇଛି, ତାପରେ ଏମିତି ଛୁରୀରେ ଟିକେ ଘଷିକି ଚୋପାଟା ଏମିତି କାଢ଼ି ନେଉଛି ସାଙ୍ଗମାନେ। ତାପରେ କ'ଣ କରିବା, ଚୋପାକୁ କାଢ଼ି ସାରିଲା ପରେ ଛଚିନ୍ଦ୍ରାକୁ ଏମିତି ଖଣ୍ଡ କରିଦେବେ ଆଉ 2 ଫାଳ କରିଦେବେ। ଏଇ ସାଇଜ୍ର ବନେଇବେ, ଖାଇବା ପାଇଁ ବହୁତ ଭଲ ଲାଗିବ। ତ ଏଇଠି ଦେଖନ୍ତୁ 2 ଫାଳ କରିକି ଏଇ ସାଇଜ୍ର ଆମେ ଛଚିନ୍ଦ୍ରାକୁ ପ୍ରଥମେ କାଟି ନେବା। ବେଶୀ ବଡ଼ କରି କାଟିବେନି ନା ବେଶୀ ଛୋଟ କରି କାଟିବେନି। ତ ଏଇ ସାଇଜ୍ର କାଟିଲେ ଆପଣମାନଙ୍କୁ ଖାଇବା ପାଇଁକି ବହୁତ ଭଲ ଲାଗିବ। ତ ଏଇଠି ଦେଖନ୍ତୁ, ଚାଲନ୍ତୁ ସବୁଯାକ ଛଚିନ୍ଦ୍ରା ଏମିତି କାଟି ନେବା। ତ ଏଇଠି ଦେଖନ୍ତୁ, ମୁଁ ସବୁଯାକ ଛଚିନ୍ଦ୍ରା ଆଉ ଆଳୁକୁ କାଟି ନେଇଛି। ଆଳୁକୁ ବି ମୁଁ ସେଇ ସାଇଜ୍ର ହିଁ ଆଳୁ କାଟିଛି, ବେଶୀ ବଡ଼ କରିନାହିଁ ନା ବେଶୀ ଛୋଟ କରିନାହିଁ। ତାପରେ ମୁଁ ଗୋଟେ ଗ୍ୟାସ୍ରେ କଡ଼େଇ ବସେଇକି ଅଳ୍ପ କିଛି ସୋରିଷ ତେଲ ନେଇଯାଇଛି। ସୋରିଷ ତେଲରେ ଏ ରେସିପିଟା ବହୁତ ଭଲ ଲାଗେ। କିନ୍ତୁ ଯଦି ଆପଣଙ୍କୁ ସୋରିଷ ତେଲ ଖାଇବାକୁ ପସନ୍ଦ ନାହିଁ, ଆପଣ ଅଲଗା କୌଣସି ତେଲ ବ୍ୟବହାର କରିପାରିବେ। ତେଲ ଗରମ ହେଇସାରିଲା ପରେ ତାପରେ ଆମେ ଛଚିନ୍ଦ୍ରାକୁ ତେଲରେ ପକାଇଦେବା। ତେଲରେ ପକାଇ ସାରିଲା ପରେ ଛଚିନ୍ଦ୍ରାକୁ ଟିକେ ଭାଜିବା। ସାଙ୍ଗମାନେ ମନେ ରଖିଥିବେ, ତେଲରେ ପକାଇଲା ପରେ ହଳଦୀ ବିଲକୁଲ ବି ଦେବେନି। ହଳଦୀ ଦେଲେ ତେଲ ଟାଣି ନେବ, ଆଉ ଲୁଣ ଦେଲେ ନରମ ହେଇଯିବ। ତ ଏଇଠି ମୁଁ ତେଲରେ ଲୁଣ ଆଉ ଯେଉଁ ପରିବା ପକାଇଛି ଛଚିନ୍ଦ୍ରା ଦେଇଛି, ଲୁଣ ହଳଦୀ ଦେଉନି। ଲୁଣ ଦେଲେ ପାଣି ବାହାରିବ ଆଉ ଛଚିନ୍ଦ୍ରା ପୁରା ନରମ ହେଇଯିବ, ତ ଜଣା ବି ପଡ଼ିବନି। ଗୋଳି ହେଇଗଲା ଭଳିଆ ଲାଗିବ, ଖାଇବା ପାଇଁ ଜମା ଭଲ ଲାଗିବନି। ତ ବିନା ଲୁଣ ହଳଦୀ ଦେଇ ମୁଁ ଛଚିନ୍ଦ୍ରାକୁ ଏଇଠି ତେଲରେ ଭାଜିଛି। ଭାଜି ହେଇଗଲାଣି, ତାପରେ ଆମେ କାଢ଼ିଦେବା। ଦେଖନ୍ତୁ, ଯେତିକି ତେଲ ବ୍ୟବହାର କରିଥିଲି ସବୁଗୁଡ଼ାକ ତେଲ ଏଇଠି ଅଛି, ବିଲକୁଲ ବି ତେଲ ସରିନାହିଁ। ତ ଏଇଠି ଛଚିନ୍ଦ୍ରାକୁ ଆମେ ଭଲ ଭାବେ ଭାଜି ନେଇଛୁ। ତାପରେ ଏଇଠି ଆଳୁକୁ ବି ସେମିତି ଭାଜି ନେବା ତେଲ ଦେହରେ। ସେଇ ତେଲ ଦେହରେ ମୁଁ ଆଳୁକୁ ବି ଭାଜି ନେଉଛି। ସାଙ୍ଗମାନେ ଏ ରେସିପିଟା ଯଦି ଆପଣମାନଙ୍କୁ ଭଲ ଲାଗେ, ଗୋଟେ ଲାଇକ୍ ଆଉ ଗୋଟେ କମେଣ୍ଟ ନିଶ୍ଚିନ୍ତ କରିବେ। ଆଉ ଆପଣମାନଙ୍କର ଏ ରେସିପି ଆପଣମାନଙ୍କର ଯେଉଁମାନେ ଅଛନ୍ତି ଜାଣିବା ପାଇଁକି, ସେଇମାନଙ୍କୁ ସେୟାର କରିନେବେ। ଫ୍ରେଣ୍ଡସ୍, କଲିଗ୍, ତ ସେମାନଙ୍କୁ ସେୟାର କଲେ ସେମାନେ ବି ଶିଖିନେବେ। ତ ଏମିତି ବନେଇକି ଖାଇକି ଏନ୍ଜୟ କରିବେ। ତ ଏଇଠି ଦେଖନ୍ତୁ, ତେଲ କେତେ ସାରା ବଳିଛି। ଏଇ ତେଲ ଦେହରେ ଆମେ ଦେଉଛୁ ଅଧ ଚାମଚ ଚିନି, ଟିକେ ଜିରା ଫୁଟାଇବା ପାଇଁ ଦେଇଛି, ଆଉ ଟିକେ ସୋରିଷ ଫୁଟାଇବା ପାଇଁ ଦେଇଛି। ଚିନି ଏଇଥିପାଇଁ ଦେଇଛି, କଲର୍ ପୁରା ବହୁତ ବଢ଼ିଆ ଆସିବ। ତ ଜିରା ସୋରିଷ ଛୁଙ୍କ ପାଇଁ ଦେଇଛି। ଆପଣ ଏଇଠି ପଞ୍ଚଫୁଟଣ ଦେଇପାରିବେ, କିନ୍ତୁ ପଞ୍ଚଫୁଟଣରେ ମେଥି ବି ରହୁଛି, ସବୁ ଫୁଟଣ ବି ରହୁଛି, ଟିକେ ପିତା ଲାଗିବ ଖାଇବା ପାଇଁକି। ମସଲାରେ ପଞ୍ଚଫୁଟଣଟା ଟିକେ ଭଲ ଲାଗେନି। ତ ମୁଁ ଏଇଠି ଚିନି ଦେଖନ୍ତୁ ଦେଇଥିଲି, ଚିନି ଟିକେ ଫେଣ ହେଇ ଉପରକୁ ଆସିଲାଣି, ମାନେ ଚିନି ପୁରା ଏକଦମ ବଢ଼ିଆ ସେ ରେଡ଼ି ହେଇଗଲାଣି କଲର୍ ଆସିବା ପାଇଁକି। ତାପରେ ମୁଁ ଏଇଠି ପିଆଜ ଦେଇଦେଇଛି। ପିଆଜ ଦେଇ ଟିକେ ସମୟ ଭାଜିବା ପରେ ଏଇଠି ଦେଖନ୍ତୁ ଟିକେ କଟା ରସୁଣ ଦେଇଛି। କଟା ରସୁଣ ଦେଇ ଟିକେ ଭାଜିବା ପରେ ଆମେ ଏଇଠି କିଛି ମସଲା ଆଡ଼୍ କରିବା। ତ ଏଇଠି ଦେଖନ୍ତୁ, କଟା ରସୁଣ ଦେଇ କିଛି ସମୟ ଭାଜି ନେବା ଭଲ ଭାବରେ। ତାପରେ ଏଇଠି ଆମେ ଏ ମସଲାଟା ଭାଜିବା ଭିତରେ ଚାଲନ୍ତୁ ମସଲାଟା ପ୍ରସ୍ତୁତ କରିବା। ମସଲା ପାଇଁ ଦେଖନ୍ତୁ, ଗୋଟେ ଛୋଟ ମସଲା ଜାର୍ ନେଇଛି। ତା ଦେହରେ କିଛି ପିଆଜ, ଅଦା, ରସୁଣ, କଞ୍ଚା ବାଦାମ, ଆଉ ଏଇଠି ଦେଖନ୍ତୁ କାଜୁ ଆଉ ଚାରୁମଗଜ ଗୁଣ୍ଡ କରି ନେଇଛି। କାଜୁକୁ ମୁଁ ଏଥିରେ ଗୁଣ୍ଡ କରିଦେଇଛି, ଆଉ ଚାରୁମଗଜ ଯେତିକି କାଜୁ ସେତିକି ଚାରୁମଗଜ ନେଇଛି। ଟିକେ ପାଣି ଦେଇଛି ଆଉ ଗୋଟେ ଟମାଟର ଦେଇଛି। ମସଲାକୁ ଭଲ ଭାବେ ବାଟି ନେଇଛି। ତାପରେ ଏବେ କ'ଣ କରିବା, ଏ ମସଲାକୁ ଏଇଥିରେ ଦେଇଦେବା। ମସଲାକୁ ପିଆଜ ରସୁଣ ଭାଜି ହେଇଗଲାଣି, ତାପରେ ମସଲାକୁ ଦେଇକି ଭଲ ଭାବରେ ଟିକେ କଷି ନେବା।
तो देखंतु मसलार पानी सरिया पर्यंत कषिबा, ता पूर्व पानी बिल्कुल भी दबानी। तो मसलार पानी सरीगलानी, एबे आमे कौन करिबा टिके पानी देदेबा। पानी दे सारा पर आपको पानी देहरे प्रथम मसला को कषिबा, किंतु अलगा किछि मसला दबा। मसला पे मु अल्प टिके नहीं जीरा गुंड, अल्प टिके धनिया गुंड, आधा चामच मीट मसला, आधा चामच काश्मीर चिली, आधा चामच लंका गुंड, आधा चामच हलदी गुंड, आउ स्वाद हिसाब रे लुण, ए सब को भल भाव मिसेकी गोले नहीं मसला देकी भल से गोले नहीं। देखो मसला फुटवा आरंभ हो गलानी। तो एबे कौन करबा, आमे मसला सिझिया पाई कि पानी किछि दबा। मुझे सब बेले सांग मैंने आपण मानकु कुहे मु गरम पानी रो व्यवहार करे, ठंडा पानी रो व्यवहार मु बिल्कुल करेनी। तापरे आमे घोड़े दबा किछि समय। देखो किछि समय घोड़ेवा परे टिके फुटी आसिलानी, मसला टिके सिझी भी गलानी, पानी टिके मरी गलानी। तो एबे आमे कौन करिया, आउ गोटे टमाटर छोट छोट करी काटिके दे दबा। तापरे एठी किछि भूसंग पत्र काटिकी किछि दे दबा। भूसंग पत्र रे स्वाद तो बहुत बढ़िया आसे, बास्ना तो बहुत आहुरी बढ़िया आसीबो। देखंतु घर एकदम महकिब पड़िकी। तो ये भूसंग पत्र दे सारा पर ए मसला रे आमे दबा कौन दबा, आमे जो भाजिकी रखिथिले। तो ये आलू आउ छचिंद्रा को एठी दे दबा। देखंतु आलू छचिंद्रा को भजा दे सारा पर घोड़े दबा। तो ये भल भाव देखंतु आलू छचिंद्रा पूरा कषि हो गलानी। एते बास्ना होची ना सांग माने बास्ना रे पूरा घर महकी जाउची, एते बढ़िया बास्ना होची। आपण एमती जदि बास्ना हुए, आपण केवल ये छचिंद्रा आलू ही बने कि खाइबे, आपण नॉन वेज खाए छाड़ी देबे। एते बढ़िया ये लागे, टेस्ट तार बहुत ही बढ़िया। तो ये देखंतु एमती आपण खाई परिबे, किंतु एटा टिके लसलसिया हेले आहुरी भल लागिबो। तो एटा पूरा सुखिला हो जाइछि। तो एबे आमे कोन करबा, आउ टिके गरम पानी दे दबा। आउ किछि जिंस आदर ऐड करियार अछि। तो एतिकी रे सरी नहीं, आमे आउ टिके टेस्ट बढ़िया पे आउ किछि जिंस भी ऐड करबा। तो देखंतु ए जो सुखिला हो जाइछि, आमे टिके एथि मु उषुम पानी टिके आउ देइछि, अल्प टिके देइछि, बेसी पानी रो व्यवहार करी नहीं। अल्प टिके पानी दे आमे आउ टिके फुटेइबा, आउ पूरा लसलसिया हवा पर्यंत ताको टिके फुटेइबा। तो ये देखंतु मु एठी गोळेई सारला पर एठी आमे घोड़े दबा गोटे मिनिट पे घोड़ेबा। तो ये आमे देखंतु गोटे मिनिट पे घोड़े देइछु। सांग माने एमती रेसिपी निश्चिंत बनातु, चैनल विजिट करंतु, आपन को ए टाइप रो भलो भलो रेसिपी मिल जिवो। बहुत ही बढ़िया रेसिपी जोटा कि आपन कोठी भी पाइबेनी। तो देखंतु घरे जिनस व्यवहार करके एते स्वादिया खाइब, निश्चिंत बनैके खातु आ एंजॉय करंतु। तो ये देखंतु टिके लसलसिया हो गलानी। एबे आमे कोन करबा सांग माने, गैस को बंद कर दबा। तो ये आम आउ टिके जिनस ऐड करबा, टिके स्वाद बढ़िया पाई आ फ्लेवरटा बहुत ही बढ़िया आसे पाई टिके गोलमरिच गुंड ऐड करबा। गोलमरिच गुंड जदि सांग माने आधर ऐड करचंदी, स्वाद तो बढ़िबो फ्लेवर आहुरी बढ़िया से आसीजिवो। तो ये देखंतु आमर ए मसला रेडी हो गलानी, आ घर भी महकी गलानी। इच्छा हलानी एबे सांगे सांगे किछि बनै के खाइ दवा पे। तो ये देखंतु ए मसला रे आमे एबे बनै के रोटी संगे रे खाइबू। तो आपण कोथरे एंजॉय करिवे निश्चिंत कमेंट बॉक्स रे जणैबे। आ केबे बनौचंदी, कोठू देखचंदी। सांग माने आज पे एतिकी रहुची, पुणी देखा हबो नुआ एक रेसिपी सहित। जय जगन्नाथ।